କାଲି ତ ଆପଣମାନେ ଜାଣିଥିଲେ ମୁଁ ମାଣ ବସାଇଥିଲି। ମାଣ ବସାଇଥିଲି ଯେ ଠାକୁରଙ୍କୁ ତ ଛେନା କଦଳୀ ଫଳମୂଳ ସକାଳ ଭୋଗ ଦିଆହେଇଥିଲା, ଆଉ ମଧ୍ୟାହ୍ନ ଭୋଗ ସେଥିପାଇଁ ମୁଁ ଚକୁଳି ପିଠା କରିଥିଲି। ଖାଲି ଅରୁଆ ଚାଉଳର, ନଡ଼ିଆ ପକେଇକି ଅରୁଆ ଚାଉଳ ତାକୁ କୁହନ୍ତି ଚିତଉ ପିଠା। ତ ତାପରେ ମୁଁ କ୍ଷୀରି ବନେଇଥିଲି। ଚିତଉ ପିଠା କରିବା ପାଇଁ ଆପଣଙ୍କର ସାମଗ୍ରୀ ଅରୁଆ ଚାଉଳ, ନଡ଼ିଆ। ତ ଉଷୁମ ପାଣିରେ ଟିକେ କ'ଣ କରିବେ ନା ଚାଉଳକୁ ଗ୍ରାଇଣ୍ଡିଙ୍ଗ କରିଦେବେ, ତା ଦେହରେ ନଡ଼ିଆ ବି ପକେଇ ଦେଇକି ଗ୍ରାଇଣ୍ଡିଙ୍ଗ କରିଦେବେ। ତାପରେ ଆପଣ କ'ଣ କରିବେ ନା ତାୱା ଗରମ କରିକି ଗୁଆ ଘିଅ ଟିକେ ଦେଇକି, ଦେଖନ୍ତୁ ମୁଁ କେମିତି କରୁଛି, ଏମିତି ଆପଣ ଢାଙ୍କି ଦେବେ। ତାପରେ ଟିକେ ଉଷୁମ ପାଣି ଚାରି ସାଇଡିକି ଦେବେ। ଦେଖନ୍ତୁ କ୍ଷୀରି ପ୍ରସ୍ତୁତ ହେଇଗଲା। ମା ଲକ୍ଷ୍ମୀଙ୍କୁ ମୁଁ ଭୋଗ କରିଦେଲି। ତ ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗେ ତାହେଲେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ଦେବେ। ଜୟ